ଦଶହରା ପୂର୍ବରୁ ସୁଭଦ୍ରା ଭେଟି ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନା ଏକ ପ୍ରକାର ଅନ୍ତ ଘଟିଛି। ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଅକ୍ଟୋବର 9ରେ ଆସିବ ବୋଲି ସୂଚନା ମିଳିଛି। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ଏହି ଦିନ ଆସିବ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ। ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନା ଏକ ପ୍ରକାର ଅନ୍ତ ଘଟିଛି। ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଅକ୍ଟୋବର 9ରେ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ରବିବାର ସୂଚନା ଦେଇଛନ୍ତି। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କାର ପ୍ରଦାନ କରିବେ। ସେପ୍ଟେମ୍ବର 7 ତାରିଖ ଯାଏଁ ଆବେଦନ କରିଥିବା ମହିଳା 9ରେ ଟଙ୍କା ପାଇବେ। ସରକାର ପ୍ରତି ବର୍ଷ 2ଟି କିସ୍ତିରେ 1 କୋଟି ଯୋଗ୍ୟ ମହିଳାଙ୍କୁ 10,000 ଟଙ୍କା ଲେଖାଏଁ ଦେବେ। ଏହିପରି 5 ବର୍ଷରେ ସେମାନଙ୍କୁ 50,000 ଟଙ୍କା ଲେଖାଏଁ ଦେବେ। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ଇ-କେୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ବନ୍ଦ ହେବ। ଇ-କେୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର ଇ-କେୱାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି 3.5 କୋଟି ଲୋକଙ୍କ ଇ-କେୱାଇସି ହେବ। 2 କୋଟି ଲୋକଙ୍କ ଇ-କେୱାଇସି ସରିଛି, ଆଉ 1.5 କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ 1.5 ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। ଇ-କେୱାଇସି ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି। ନିଶ୍ଚିତ ଆମେ ସେମାନଙ୍କୁ କାଟିବୁ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଥିଲା। ଏ ସରକାର କେୱାଇସି ଲାଗୁ କରୁଛନ୍ତି, ଯାହାଦ୍ୱାରା ଅଯୋଗ୍ୟଙ୍କ ନାଁ ଯୋଗ୍ୟ ହିତାଧିକାରୀ ହିଁ ସୁବିଧା ପାଇବେ। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ବଡ଼ ଚଣାଣରେ ଗର୍ଜିଲେ ମୋହନ, କହିଲେ ସୀତାରାଣୀ ମୂର୍ତ୍ତି ମାମଲାର ହେବ ତଦନ୍ତ, ଦୋଷୀକୁ ମିଳିବ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ପିଇଓ ସୀତାରାଣୀ ମୂର୍ତ୍ତି ମାମଲାର ତଦନ୍ତ ହେବ ବୋଲି କହିଛନ୍ତି। ଭାଜପାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯେ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦିଆଯିବ। ନାରୀକୁ କେତେ ସମ୍ମାନ ଦେଇଛନ୍ତି ତା ଆମେ ଦେଖିଛୁ। ଧର୍ମଶାଳା ପିଇଓ ସୀତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ନ୍ୟାୟ ଦେବା ପରିବର୍ତ୍ତେ କୁଞ୍ଜି ନେତାକୁ ଘଣ୍ଟ ଘୋଡ଼େଇ ରଖିଲେ ବୋଲି କଡ଼ା ଟାର୍ଗେଟ କରି କହିଛନ୍ତି ମୋହନ। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ରବିବାର ଯାଜପୁର ଜିଲ୍ଲାର ଚଡ଼ଚଣା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି। ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍ ଆକ୍ରମଣ ପାଇଁ ଶନିବାର ଚଣ୍ଡିଖୋଲ ଡାକ ବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସେ କହିଛନ୍ତି, ଯାଜପୁରରେ ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି। ବିଜେଡି ନାରୀଙ୍କୁ କେତେ ସମ୍ମାନ ଦେଇଛନ୍ତି। ଧର୍ମଶାଳା ପିଇଓ ସୀତାରମଣୀଙ୍କୁ ନିର୍ମମ ଭାବେ ଏଠାରେ ହତ୍ୟା କରାଯାଇଛି। ନ୍ୟାୟ ଦେବା ପରିବର୍ତ୍ତନ ଏହି ମାମଲାରେ କୁଜି ନେତାକୁ ଘଣ୍ଟ ଘୋଡ଼େଇ ରଖାଯାଇଛି। 24 ବର୍ଷ ଭିତରେ କି ବିକାଶ ହୋଇଛି, ଏବେ ଆହୁରି ସମୟ ମାଗୁଛନ୍ତି। 24 ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି ସେ କହିଛନ୍ତି। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ଆସୁଛି ବଡ଼ ଲଘୁଚାପ, ଏଥର ବର୍ଷାରେ ଭିଜିବ ଦଶହରା। ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର 4ରୁ 10 ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଅକ୍ଟୋବର 6ରେ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଏନେଇ ରାଜ୍ୟରେ ହାଲୁକାର ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ବଡ଼ ସୂଚନା ଦେଲେ ମନମୋହନ, ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ନିଯୁକ୍ତି ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି ପାଇବେ। ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଯୁକ୍ତ ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ଏବଂ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯିବ। ଟେକ୍ନିକାଲ ବୈଜ୍ଞାନିକ ଏକ୍ସ ସର୍ଭିସେସ୍ ମାନଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଚାଲନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ପକାଇବା। ବଡ଼ ଘୋଷଣା, ମିଳିବ ମାଗଣା। ଅକ୍ଟୋବର 5ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ ଗଠନ ସମେତ ଶହୀଦ ଯବାନଙ୍କ ପରିବାରକୁ 2 କୋଟି ଟଙ୍କା
आर्थिक सहायता नियुक्ति सृष्टि लगी समकैदिक शिल्प संसार प्रसार एवं हरियाणा संख्यालघु कमिशन गठन प्रस्तुति दिया जायछि। इस्ताहार हुड्डा राजस्थान पूर्वतन मुख्यमंत्री अशोक गहलोत प्रमुख उपस्थित थिले। फसल रो सर्वनिम्न सहायता मूल्य उपरे आईनगत ग्यारंटी जातिगत सर्वे 500 टंकार एलपीजी गैस समस्त महिला को मासिक 2000 टंका वृद्धा बुद्ध भिन्नक्षम एवं विधवांग पाई 6000 टंका मासिक भत्ता 2 लाख सरकारी नियुक्ति 300 यूनिट पर्यंत मागणा बिजुली एवं 25 लाख टंका पर्यंत चिकित्सा सुविधा बिना मूल्य रे जोगाई देवाको कांग्रेस पूर्वरु प्रतिश्रुति देइथिले। चलंतु परवर्ती अपडेट उपरे नजर पकाइबा। नेपाल बन्यारे 66 मृत। लगाण वर्षा जोगु नेपाल रे शुक्रवार ठारू बन्या स्थिति गंभीर रूप धारण करिबा लागिछि। बन्या एवं भूस्खलन प्रभाव देश में शनिवार सुधा 66 जनकर मृत्यु घटिथिबा नेपाल गृह मंत्रालय अधिकारी दिल कुमार तमाङ सूचना दैचंती। तेबे मृत्यु संख्या आहुरी बढ़ी पारे बोली से आशंका व्यक्त करिसंती। सेहीपरि शनिवार सुधा बन्या एवं भूस्खलन देश में 69 जन निखोज थिबा बेले 60 जन आहत होइचंती। केवल शुक्रवार काठमांडू रे 322.2 मिमी वर्षा रेकर्ड होइछि। फल देश में अधिकांश नदी फुली विपद संकेत उपरे प्रभावित होउछि। बन्या प्रभावित अंचल 3000 रु अधिक उद्धारकारी दल नेपाल सरकार को पक्षर नियोजित होइछंती। उद्धारकारी दल हेलिकॉप्टर एवं रबर बोट साहाय्य उद्धार कार्य चलाउछंती। शनिवार सुधा बन्या घर रे फसी रहितबा 1000 रु अधिक लोकों को उद्धार करा जाइतबा नेपाल गृह मंत्रालय सूचना देइछि। चलंतु परवर्ती अपडेट उपरे नजर पकाइबा। पियाज दर आकाश छुआ मंत्री देले एभली प्रतिक्रिया। आलू परे पड़िछि एबे पियाजर पाळे। पियाज दर कंदाइलाणी ग्राहक को केउटी किलो पिछा दर 60 तो आउ केउटी 65 रे पहुंचिलाणी, जहाकु नै ग्राहक मध्य प्रबल असंतोष देखाइलाणी। मासक तले जो पियाज किलोग्राम पिछा 40 टंका थिला एबे आसी पहुंचिलाणी 65 रे। वर्षा जोगु फसल नष्ट हेबा फल आज एभली स्थिति उपजिछि। खूब शीघ्र नुआ फसल आसीबो आउ स्थिति मध्य सुधुरिबो, जेहेतु आम राज्य आलू और पियाज पाई अन्य राज्य उपरे निर्भर करिथाए। सेतिपई स्थिति को सजाड़िबाको समय लागिबो बोली कहिसंती मंत्री। से आउरी कहिसंती ओडिशा रे वर्तमान शीतल भंडार नाही। राज्यर 58टी सब डिविजन रे कोल्ड स्टोर निर्माण करा जिवो, जा आगो एभली स्थितिर मुकाबिला करिबा पाई सहायक हेबो बोली से कहिसंती। चलंतु परवर्ती अपडेट उपरे नजर पकाइबा। सुनीता को फेरई आनिबा को QU9 मिशन। इंटरनेशनल स्पेस सेंटर ISS रो अमेरिकीय महाकाशचारी सुनीता विलियम्स और ब्रूस विलियम्स को फेरई आनिबा पाई अभियान आरंभ होइछि। अमेरिकीय स्पेस एजेंसी नासा एवं इलन मस्क महाकाश जान निर्माता कंपनी स्पेस एक्स पक्षर शनिवार भारतीय समय राति 10:47 रे फ्लोरिडार केप कनावरल फ्रेश फोर्स स्टेशन रो मिशन QU9 लॉन्च करा जायछि। चलंतु परवर्ती अपडेट उपरे नजर पकाइबा। मन की बात रे मयूरभंज युवक पुणी निजर मन की बात रे प्रधानमंत्री नरेंद्र मोदी ओडिशा कथा उठैचंती। मातृभाषा को नहीं मयूरभंज जिलार उदाहरण देइचंती। सांताली भाषा पाई मयूरभंज युवकों को अवदान कथा कहिचंती। निज मातृभाषा पाई रामजीत टुडू गौरव आनिचंती। रामजीत सांताली भाषा को डिजिटालाइजेशन करि पारंती। तांको उद्यम जोगु लक्ष लक्ष लोकों पाखरे सांताली भाषा पहुंची पारिछि। रामजीत को पाई सांताली भाषा डिजिटाली पढ़िबा सह लेखा जाई पारुछि। चलंतु परवर्ती अपडेट उपरे नजर पकाइबा। आईडी विस्फोरण 5 जवान आहत। नक्सल को आईडी विस्फोरण रे 5 जन जवान आहत होइचंती। मालकानगिरी सीमांत छत्तीसगढ़ बीजापुर रे टेराम गुडुमा गाँ निकट जंगल एई विस्फोरण होइछि। आहत जवान को बीजापुर मेडिकल रे भर्ती करा जायछि। आज सकाळे 153 सीआरपीएफ रो जवान माने सर्च ऑपरेशन जाइथिले। टेराम गुडुम गाँ निकट रे थिबा जंगल रे नक्सल माने जवान को टार्गेट करी आईडी विस्फोरण करथिले। विस्फोरण रे 5 जन जवान आहत होइचंती। आहत जवान को उद्धार करा जाई बीजापुर मेडिकल रे भर्ती करा जायछि। जवान माने सेही अंचल रे सर्च ऑपरेशन जारी रखिचंती। चिंता गेलुरर कैंपटू 500 मीटर दूर रे एई विस्फोरण होइतिबा जणा पड़ुछि।